ଜୀବନରେ କେବେ କାହାକୁ ନିଜର ଦୁଃଖ କୁହନ୍ତୁ ନାହିଁ। ଆପଣ ଯେମିତି ଅଛନ୍ତି ସର୍ବଶ୍ରେଷ୍ଠ। ଭାଇମାନେ, ଫାଇଦା ହେଉଛି ଏମିତି ଗୋଟିଏ ଜିନିଷ ଯାହା ତଳେ ପଡ଼ିଥାଏ, କିନ୍ତୁ ଲୋକେ ସବୁବେଳେ ତାକୁ ଉଠାଇବାକୁ ହିଁ ଚେଷ୍ଟା କରିଥାନ୍ତି। ସବୁବେଳେ ସେହି ଲୋକ ହାରିଥାଏ ଯିଏ ଆଶା ବାରମ୍ବାର କରିଥାଏ, କିନ୍ତୁ ସେହି ଲୋକ ସବୁବେଳେ ଜିତିଥାଏ ଯିଏ ଚେଷ୍ଟା ହଜାର ଥର କରିଥାଏ। ଏମିତି ନିଜକୁ ଚାଲାକ କରନ୍ତୁ ଯେ ସମସ୍ତଙ୍କୁ କ୍ଷମା କରିଦିଅନ୍ତୁ। ଏମିତି ବୋକା ବନନ୍ତୁ ନାହିଁ। ଯିଏ ଆପଣଙ୍କୁ ଧୋକା ଦେଇଥାନ୍ତି ତାକୁ ଆଉ ଥରେ ବିଶ୍ୱାସ କରିକି ବସନ୍ତି। ଭଗବାନ କୁହନ୍ତି, ସବୁବେଳେ ନିଜକୁ କାହା ସହିତ ତୁଳନା କରିକି ଦୁଃଖୀ ହୁଅ ନାହିଁ। ଭଗବାନ କାହାକୁ ବିନା କାରଣରେ ଗଢ଼ି ନଥାନ୍ତି। ସମସ୍ତଙ୍କର କିଛି ନା କିଛି ଗୁଣ ଥାଏ। ସେହି ଲୋକଙ୍କ ପଛରେ କେବେ ବି ଗୋଡ଼ାନ୍ତୁ ନାହିଁ ଯେଉଁ ଲୋକଙ୍କୁ ଆପଣଙ୍କର କୌଣସି ଆବଶ୍ୟକତା ହିଁ ନାହିଁ। ଭଗବାନ କୁହନ୍ତି ସବୁ ଭୁଲ ମଣିଷର ହୋଇଥାଏ, କିନ୍ତୁ ସେହି ମଣିଷ ତା'ର ଭୁଲକୁ ସଜାଡ଼ିଥାଏ ଯାହାର ମନ ନିର୍ମଳ ଆଉ ହୃଦୟ ସଫା ଥାଏ। ସମ୍ପର୍କ ଯେତେ ବି ଖରାପ ଥାଉ ତାକୁ କେବେ ବି ଭାଙ୍ଗନ୍ତୁ ନାହିଁ, କାରଣ ମଇଳା ପାଣି ହୁଏତ ଶୋଷ ମେଣ୍ଟାଇ ପାରେ ନାହିଁ, କିନ୍ତୁ ନିଆଁ ତ ଲିଭାଇ ପାରେ। ଦୁନିଆ ଯେବେ ଅସୁବିଧାରେ ଥାଏ ସେତେବେଳେ ଭଗବାନ ଆମକୁ ହଜାରେ ରାସ୍ତା ଦେଖେଇଥାନ୍ତି, ଆଉ ଯିଏ ବି ତାକୁ ଅଣଦେଖା କରେ ସେ କେବେ ହେଲେ ବି ତା'ର ସଫଳତାର ଶୀର୍ଷରେ ପହଞ୍ଚି ପାରେ ନାହିଁ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, କର୍ମ କରିଚାଲ, ଫଳର ଆଶା ରଖ ନାହିଁ। ଜୀବନରେ ସବୁବେଳେ ସୁକର୍ମ କରିବା ଉଚିତ, କାରଣ ସୁକର୍ମ ହିଁ ଆମ ଜୀବନକୁ ସାର୍ଥକ କରିଦେଇଥାଏ। ଚେହେରାକୁ ଦେଖି କାହା ସହିତ ବନ୍ଧୁ ବାନ୍ଧନ୍ତୁ ନାହିଁ। ଶରୀର କଳା ହୋଇଗଲେ ଚଳିବ, ହେଲେ ମନ ନୁହେଁ। ଆଉ ହାତରେ ହାତ ଧରି କିଛି ବାଟ ଚାଲିଗଲେ ଜଣେ ବନ୍ଧୁ ହୋଇଯାଏ ନାହିଁ। ବନ୍ଧୁ ସେହି ଲୋକ ସହିତ ହେବା ଦରକାର ଯିଏ ଆମର ଦୁଃଖ ସମୟରେ ଆମକୁ ସାଥ ଦେଇଥାଏ। ତାକୁ ହିଁ ପ୍ରକୃତ ବନ୍ଧୁତା କୁହାଯାଏ। ଭଗବାନ କାହାରିକୁ ବି ଦଣ୍ଡ ଦିଅନ୍ତି ନାହିଁ। ଆମର କର୍ମ ହିଁ ଆମକୁ ଦଣ୍ଡ ଦେଇଥାଏ। ତେଣୁ ଭାବିଚିନ୍ତିକି କର୍ମ କରନ୍ତୁ, କାହିଁକି ନା ଆମ କର୍ମ ହିଁ ଆମକୁ ପରିଚୟ ଦିଏ କି ଆମେ ଭଲ ନା ଖରାପ। ତେଣୁ ଭଗବାନଙ୍କ ଉପରେ ଭରସା ଆଉ ବିଶ୍ୱାସ ରଖନ୍ତୁ, କାହିଁକି ନା ଏ ଦୁନିଆ ତୁମ ହାତ ଛାଡ଼ିଦେଲେ ମଧ୍ୟ ଭଗବାନ ଆମକୁ ସାହାଯ୍ୟ କରିଥାନ୍ତି।